ହିନ୍ଦୁ ଧର୍ମରେ ତୁଳସୀ ଗଛର ମହତ୍ତ୍ୱ ଅନେକ ରହିଛି। ଏହି ଉଦ୍ଭିଦ ମା ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଭଗବାନ ବିଷ୍ଣୁ ତୁଳସୀଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି। ତୁଳସୀ ପତ୍ର ବିନା ଭଗବାନ ବିଷ୍ଣୁଙ୍କର ପୂଜା ସମ୍ପୂର୍ଣ୍ଣ ବିବେଚନା କରାଯାଏ ନାହିଁ। ବିଶ୍ୱାସ ଅନୁଯାୟୀ ଯେଉଁ ଘରେ ତୁଳସୀ ଗଛ ଅଛି ସେଠାରେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସେହି ଘରେ ରହିଥାଏ ଯେଉଁଠାରେ ତୁଳସୀ ଗଛ ନିୟମିତ ପୂଜା କରାଯାଏ। ତଥାପି ତୁଳସୀ ଗଛ ସହିତ ଜଡ଼ିତ କିଛି ବିଶେଷ ନିୟମ ଅଛି ଯାହା ଅନୁସରଣ କରିବା ଗୁରୁତ୍ୱପୂର୍ଣ୍ଣ। ତୁଳସୀ ସହିତ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ ନିୟମଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା। ତୁଳସୀ ପତ୍ର ଗୁଡ଼ିକ ଔଷଧୀୟ ବିବେଚନା କରାଯାଏ। ତୁଳସୀ ପତ୍ର ସହିତ ଜଡ଼ିତ କିଛି ବିଶେଷ ନିୟମ ଅଛି। ଭୁଲ ସମୟରେ ତୁଳସୀ ପତ୍ର ଛିଡ଼ାଇଲେ ବା ବିନା କୌଣସି କାରଣରେ ତୁଳସୀ ପତ୍ର ତୋଳିଲେ ଏହା ଖରାପ ବୋଲି ବିବେଚନା କରାଯାଏ। ଏମିତି କିଛି ନିର୍ଦ୍ଦିଷ୍ଟ ଦିନ ଅଛି ଯେଉଁ ଦିନରେ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ। ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ଏବଂ ଏକାଦଶୀ ଦିନ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ। ଏହା ବ୍ୟତୀତ ରବିବାର ଏବଂ ସୂର୍ଯ୍ୟୋଦୟ ପରେ ତୁଳସୀ ପତ୍ର ଛିଡ଼ାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିବେଚନା କରାଯାଏ। ଶାସ୍ତ୍ରରେ ଆଜିକାଲି ତୁଳସୀ ପତ୍ର ଛିଡ଼ାଇବା ଏକ ଧାର୍ମିକ ଅପରାଧ ଭାବରେ ବିବେଚନା କରାଯାଏ ଏବଂ ଏହାର ପ୍ରତିକୂଳ ପରିଣାମର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତୁଳସୀ ପତ୍ର ଛିଡ଼ାଇବା ପୂର୍ବରୁ ତୁଳସୀ ମାଙ୍କ ଠାରୁ ସର୍ବଦା ସାଙ୍କେତିକ ଅନୁମତି ନେବା ଉଚିତ। ଯେତେବେଳେ ଆପଣ ପ୍ରକୃତିରେ ତୁଳସୀ ପତ୍ର ଆବଶ୍ୟକ କରନ୍ତି ସେତେବେଳେ ତୁଳସୀ ପତ୍ରକୁ ଛିଡ଼ାନ୍ତୁ। କୌଣସି ଧାର୍ମିକ ରୀତିନୀତି ପାଇଁ ତୁଳସୀ ପତ୍ର ଛିଡ଼ାଇବା ଉପଯୁକ୍ତ ବୋଲି ବିବେଚନା କରାଯାଏ। ତୁଳସୀ ଗଛକୁ ସୂର୍ଯ୍ୟୋଦୟ ପରେ ଗାଧୋଇବା ପରେ ସବୁବେଳେ ପରିଷ୍କାର ହାତରେ ସ୍ପର୍ଶ କରାଯିବା ଉଚିତ। ଯଦି ତୁଳସୀ ପତ୍ର ଗୁଡ଼ିକୁ ପୂର୍ବରୁ ତୋଳାଯାଇଛି ତେବେ ସେମାନଙ୍କୁ କେବଳ ସଫା ହାତରେ ସ୍ପର୍ଶ କରନ୍ତୁ। ତୁଳସୀ ଗଛ ସବୁବେଳେ ଉତ୍ତର ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାଯାଇପାରିବ। ଏହି ଦିଗରେ ଲଗାଯାଇଥିବା ତୁଳସୀ ଘରକୁ ସୁଖ ଏବଂ ସମୃଦ୍ଧତା ଆଣିଥାଏ। ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ସୂର୍ଯ୍ୟଙ୍କ ପରି ଶକ୍ତି ଆଣିଥାଏ ବୋଲି ବିଶ୍ୱାସ କରାଯାଏ। ତୁଳସୀ ଗଛକୁ କେବେ ବି ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଉଚିତ ନୁହେଁ।